ସଭ୍ୟ ଜମିଦାର। ବ୍ୟାସକବି ଫକୀରମୋହନ ସେନାପତି। ବିବାହ ଶେଷ। କନ୍ୟା ସୁନ୍ଦରୀ, ସଭ୍ୟା, ସ୍ୱାଧୀନା, ଶିକ୍ଷିତା। ନାମ ନୟନତାରା। ଦୁଃଖ ପାଶୋରା। ବରକନ୍ୟା ଉଆସ ମଧ୍ୟକୁ ପ୍ରବେଶ ବେଳେ ଉଆସର ପୋଇଲି ବଞ୍ଝା ଗ୍ରାମର ଭଲ ଘରର ଝିଅ ବୋହୂମାନେ ଗୋଟିଏ ନୂଆ କୁଲାରେ ସେରେ ଅରୁଆ ଚାଉଳ, ଦୁବ, ବରକୋଳି ପତ୍ର ଦେଇ ତାହା ଉପରେ ଘିଅ ଦୀପଟିଏ ଥୋଇ ବରକନ୍ୟାକୁ ବନ୍ଦେଇ ନେବାକୁ ଆସିଲେ। ଶଙ୍ଖ ହୁଳହୁଳି ଶୁଣି ଜମିଦାରିଆଣୀ ଭାରି ରାଗିଯାଇ ଭାରି କୁସଂସ୍କାର, କୁସଂସ୍କାର, ଅସଭ୍ୟତା କହି ଠୋ ଠୋ କରି ହସି ଉଠିଲେ। ଗାଁ ଭୁଆସୁଣୀଗୁଡ଼ିକ ଏସବୁ ଦେଖି ଛାନିଆରେ କୁଲାଟା ତଳେ ଥୋଇଦେଇ ଯେ ଯାହା ଘରକୁ ପଳେଇଗଲେ। ପୁଅ ବୋହୂ ହାତ ଧରାଧରି ହୋଇ ମା ସାଆନ୍ତାଣୀଙ୍କ ସହିତ ସାକ୍ଷାତ କରିବାକୁ ବାହାରିଲେ। ମା ତେତେବେଳେ ଠାକୁରଙ୍କ ଆଗରେ ମାଳିଟି ଧରି ଆଖି ବୁଜି ଫୁସ୍ ଫୁସ୍ କରି ହରେ କୃଷ୍ଣ ନାମ ଜପୁଛନ୍ତି। ବୋହୂର ଗୋଡ଼ରେ ଲେଡି ହାଇହିଲ୍ ଜୋତା ଏଡ଼ିର ଠକ୍ ଠକ୍ ଶବ୍ଦ ଶୁଣି ଚମକି ପଡ଼ି ଠିଆ ହୋଇଗଲେ। ବୋହୂ ଟିକିଏ ହସି ହସି ଓଃ ଆମ୍ଭର ପ୍ରିୟ ଶାଶୁ, ନମସ୍କାର ନମସ୍କାର, କେମନ୍ତ କର ଆପଣଙ୍କର କହି ହାତ ବଢ଼ାଇ ଯେମନ୍ତ ଶାଶୁ ପାଖକୁ ଚାଲିଗଲେ। ବୁଢ଼ୀ ତ ଛୁଁନା ଛୁଁନା, ଆରେ କିଏ ଅଛି ରେ, ମନ୍ଦିର ଅପ୍ରତିଷ୍ଠ ହେଲାରେ, ବାହାର କରିଦିଅରେ ବୋଲି ରଡ଼ି ଛାଡ଼ିଲେ। ଜମିଦାର ବାବୁ ମିସେସ୍ ମହାପାତ୍ରଙ୍କ ହାତ ଧରି ଭିଡ଼ି ନେଲେ। ଭାରି ଖପାଟିଏ ହୋଇ କହିଲେ, ଅସଭ୍ୟତା, ମୂର୍ଖତା, ଭାରି କୁସଂସ୍କାର। ଓହୋ, ଲେଡିକୁ ଇନସଲ୍ଟ। ମିସେସ୍ ମହାପାତ୍ର ପ୍ରାତଃ କାଳରେ ଚା ଖାଇଲା ବାଦ ପୋଷାକ ପିନ୍ଧି ଉଆସ ଚଉପିଠି, ବଗିଚା ଆଉ ଆଗଦାଣ୍ଡରେ ପ୍ରାତଃ ଭ୍ରମଣ କରି ଆସନ୍ତି। ଦିନେ ବବୁର୍ଚିଖାନା ତଦାରଖ କରିବାକୁ ଚାଲିଗଲେ। ତେତେବେଳେ ପୋଇଲି ପଦୀ ହାଣ୍ଡିଏ ଗୋବର ପାଣି ଧରି କନା ଖଣ୍ଡିକରେ ଚୁଲି ଲିପୁଥିଲା। ଜୋତାର ଠକ୍ ଠକ୍ ଶବ୍ଦ ଶୁଣି ଯେମିତି ମୁହଁ ବଙ୍କେଇ ପଛକୁ ଚାହିଁ ଦେଇଛି, ଭାରି ପାଟିଟାଏ କଲା। ଆଲୋ ମୋ ମା ଲୋ, ଆଲୋ ମୋ ବାପା ଲୋ, ଜୋତା ମାଡ଼ି ହାଣ୍ଡିଶାଳରେ ପଶିଲା ଲୋ, ହାଣ୍ଡିଶାଳ ମାରୁଗଲା ଲୋ। କନା ଖଣ୍ଡିକ ଫୋପାଡ଼ି ଦେଇ ଏକ ମୁହାଁ ଧାଇଁଛି। ଆଉ ଉଆସରେ ତାକୁ କେହି କେବେ ଦେଖି ନାହିଁ। ଏଣେ ମିସେସ୍ ମହାପାତ୍ର ଉଆ 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 କହି ଅନ୍ୟ ଆଡ଼େ ଧାଇଁଛନ୍ତି। ମୁହଁରେ ରୁମାଲ ଜାକି ନଥିଲେ କେଜାଣି ବାନ୍ତି କରି ପକାଇଥାନ୍ତେ। ଏକାବେଳେକେ ଶିଶିଏ ଲେଭେଣ୍ଡର ଦେହଯାକ ଢାଳି ହେବାରୁ ଟିକିଏ ସାଷ୍ଟାମ ହେଲେ। ଗୋରୁ ଗୁହ ବବୁର୍ଚିଖାନାରେ ଢଳା ହୋଇଛି। ଜମିଦାର ଶୁଣି ଭାରି ଖପା।